ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସାରସ୍ୱତ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ଜିଲ୍ଲାର କବି, କବୟିତ୍ରୀ, ଲେଖକ, ଲେଖିକା 50ରୁ ଉର୍ଦ୍ଧ୍ୱ ସାହିତ୍ୟିକମାନଙ୍କର ସମାବେଶ ପିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟଠାରେ ଅନୁଷ୍ଠିତ। ସୁବର୍ଣ୍ଣପୁର ସାହିତ୍ୟଝର ସଂଯୋଜକ ପ୍ରସନ୍ନ କୁମାର ମେହେରଙ୍କ ଆବାହକତ୍ୱରେ ସଭାର ପ୍ରଥମ ଅଧିବେଶନରେ ସମ୍ପୃକ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଧୀରେନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସଭାପତିତ୍ୱ କରିଥିଲେ। ଏହି ସଭାରେ ମଞ୍ଚାସୀନ ହୋଇଥିଲେ ସମ୍ମାନିତ ଅତିଥି ରୂପେ ଡୁଙ୍ଗରିପାଲି ବ୍ଲକର ବରିଷ୍ଠ କବି ଭିକାରୀଚରଣ ପ୍ରଧାନ, ଚଢ଼େଇପଙ୍କର ବିଶିଷ୍ଟ କବି ଜିତେନ୍ଦ୍ର ପଣ୍ଡିଆ, ବେନିକାର କବି ଶ୍ରୀମାନ ନିରଞ୍ଜନ ପଣ୍ଡା, ବେରମହାରାଜପୁରର ବିଶିଷ୍ଟ କବି ଡକ୍ଟର ଦ୍ୱିତି କୃଷ୍ଣ ପଣ୍ଡା, ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର ମେହେର ତଥା ଅତିଥି ପରିଚୟ ଦେଇଥିଲେ ହିମାଂଶୁ ଭୂଷଣ ପଣ୍ଡା। ଏହି ସାରସ୍ୱତ ସଭାରେ ଚଢ଼େଇପଙ୍କ ନିବାସୀ କବୟିତ୍ରୀ ସନ୍ଧ୍ୟାରାଣୀ ମେଣ୍ଡାଲି ମହାଶୟାଙ୍କର ସ୍ୱରଚିତ ଏକାଦଶତମ ପୁସ୍ତକ ହୁମ ବଉଳ ଉନ୍ମୋଚିତ ହୋଇଯାଇଛି। ସଭା କାର୍ଯ୍ୟ ପରେ କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ ବିଶିଷ୍ଟ କବି ତଥା ଗବେଷକ ଡକ୍ଟର ଅନିରୁଦ୍ଧ କୁରକୁରିଆ ମହୋଦୟ ସହିତ କବୟିତ୍ରୀ ତନ୍ମୟୀ ଅଗସ୍ତି। ପ୍ରାୟ 50 ଜଣ କବି କବୟିତ୍ରୀଙ୍କର ସ୍ୱରଚିତ କବିତା ପାଠ କରି ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ ହୋଇଥିଲେ। ସଭା ପରିବେଶରେ ସମସ୍ତ ସାହିତ୍ୟିକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କାର୍ତ୍ତିକେଶ୍ୱର ନାୟକ ମହାଭାଗ।